ମାନେ ପୂଜ୍ୟ ମାନେ ମଧ୍ୟ ଉଚ୍ଚ ପଦ ପାଇପାରିବେ। ଏପରି ନୁହେଁ ଯେ ଏଠାରେ ରହି ଅଧିକ ମନେ ପକାଇ ପାରିବେ। ବାବା କହୁଛନ୍ତି ବାହାରେ ରହି ମଧ୍ୟ ଅଧିକ ମନେ ପକାଇ ପାରିବେ, ବହୁତ ସେବା କରିପାରିବେ। ବାବାଙ୍କ ନିକଟରେ ସତେଜ ହୋଇ ଫେରିଥିବାରୁ ଭିତର କେତେ ଖୁସି ରହିବା ଉଚିତ। ଏହି ଛି ଛି ବିକାରୀ ଦୁନିଆରେ ତ ବାକି ଅଳ୍ପ ଦିନ ରହିଛି। ମାନେ ଛି ଛି ଯୋଉ ଦୁନିଆ ଆମର ଏଇ ରାବଣ ରାଜା ଆଉ ଅଳ୍ପ ଦିନ ରହିଛି। ପୁଣି କୃଷ୍ଣପୁରୀକୁ ଚାଲିଯିବା। ଛି ଛି ଦୁନିଆ ମାନେ ଆମର ଏଇ କଳିଯୁଗ। କୃଷ୍ଣଙ୍କ ମନ୍ଦିରକୁ ମଧ୍ୟ ସୁଖଧାମ ବୋଲି କହିଥାନ୍ତି। ତେଣୁ ପିଲାମାନେ ଅସରନ୍ତି ଖୁସି ହେବା ଉଚିତ। ଯେହେତୁ ତୁମେ ବେହଦ କୃଷ୍ଣଙ୍କ ମନ୍ଦିରକୁ ଅସରନ୍ତି ସୁଖ କୁହନ୍ତି ହେଲା। ତୁମେ ହିଁ ସ୍ୱର୍ଗର ମାଲିକ କରିଥିଲ। ତୁମେ ମଧ୍ୟ କହୁଛ ବାବା 5000 ବର୍ଷ ପୂର୍ବରୁ ମଧ୍ୟ ଆମେ ଆପଣଙ୍କ ସହିତ ମିଶିଥିଲୁ ଏବଂ ପୁଣି ମିଶିବୁ। ଏବେ ବାବାଙ୍କୁ ମନେ ପକାଇବା ଦ୍ୱାରା ମାୟା ଉପରେ ବିଜୟ ପ୍ରାପ୍ତି କରିବେ। ଏହି ଦୁଃଖ ଧାମରେ ତ ରହିବାର ନାହିଁ। ତୁମେ ସୁଖଧାମ ଯିବା ପାଇଁ ପାଠ ପଢୁଛ। ସମସ୍ତଙ୍କୁ ହିସାବ ଚୁକ୍ତ କରି ବାବା କହୁଛନ୍ତି ମୁଁ ହେଉଛି କାଳର କାଳ ମହାକାଳ। ସମସ୍ତଙ୍କୁ ଶରୀରରୁ ମୁକ୍ତ କରି ଆତ୍ମାମାନଙ୍କୁ ନେଇଯିବି। ସମସ୍ତେ ଏବେ ବାବା ସମସ୍ତେ କହୁଛନ୍ତି ମଧ୍ୟ ଆମେ ଜଲ୍ଦି ଯିବୁ। ଏଠାରେ ତ ରହିବାର ନାହିଁ। ଏହା ତ ପୁରୁଣା ଦୁନିଆ, ପୁରୁଣା ଶରୀର। ଏବେ ଶିବ ବାବା ତ ରାଜା ହେଉନାହାନ୍ତି ଅଥବା ରାଜତ୍ୱ କରୁନାହାନ୍ତି। ତାଙ୍କୁ ରାଜା ରାମ କହିବା ଭୁଲ ହୋଇଗଲା। ମାଳା ଗଡ଼ାଇବା ସମୟରେ ରାମ ରାମ କହିଥାନ୍ତି। ଏହା ଦ୍ୱାରା ଭଗବାନଙ୍କର ସ୍ମୃତି ଆସୁଛି। ଭଗବାନ ହେଉଛନ୍ତି ଶିବ। ମନୁଷ୍ୟମାନଙ୍କର ବହୁତ ନାମ ରଖିଦେଇଛନ୍ତି। ଶ୍ରୀକୃଷ୍ଣଙ୍କୁ ମଧ୍ୟ ଶ୍ୟାମ ସୁନ୍ଦର, ବୈକୁଣ୍ଠନାଥ, ଲହୁଣୀ ଚୋର ଆଦି ବହୁତ ନାମ ଦେଉଛନ୍ତି। ତୁମେ ଏବେ ଶ୍ରୀକୃଷ୍ଣଙ୍କୁ ଲହୁଣୀ ଚୋର ବୋଲି କହିବ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ କହିପାରିବ ନାହିଁ। ପୁଣି ମନୁଷ୍ୟ ନିଜକୁ କିପରି ଭଗବାନ କହିପାରିବେ? ବୈଜୟନ୍ତୀମାଳା ସ୍ୱର୍ଗରେ ବୈଜୟନ୍ତୀମାଳା କେବଳ 108ଙ୍କର ଗାୟନ କରାଯାଏ। ଶିବ ବାବା ସ୍ୱର୍ଗ ସ୍ଥାପନ କରୁଛନ୍ତି, ବ୍ରହ୍ମା ବାବା ତାହାର ମାଲିକ ଅଟନ୍ତି। ନିଶ୍ଚୟ ସଙ୍ଗମ ଯୁଗ। ଏହା ହେଉଛି କଳ୍ପର ସଙ୍ଗମ ଯୁଗ। ଏଇଟା ତାହେଲେ କୋଉ ଯୁଗ? ଏଇଟା ହେଉଛି ଆମର ସଙ୍ଗମ ଯୁଗ, କଳ୍ପର ସଙ୍ଗମ ଯୁଗ। ତାହାକୁ କୁହାଯାଉଛି କଳି ଯୁଗର ଅନ୍ତ। ସତ୍ୟ ଯୁଗ ଆଦିର ମାନେ ଯୋଉ ସଙ୍ଗମ ଯୁଗଟା ହେଉଛି କଳି ଯୁଗର ଅନ୍ତ। ଏହା ହେଉଛି କଳ୍ପର ସଙ୍ଗମ ଯୁଗ। ମନୁଷ୍ୟମାନେ ପୁଣି ଯୁଗେ ଯୁଗେ କହିଦେଇଛନ୍ତି ଅବତାର ନାମ ମଧ୍ୟ ଭୁଲ। ତାଙ୍କୁ ମାଟି ଗୋଡ଼ି ଭିତରେ କୋଣ କୋଣରେ କହିଦେଇଛନ୍ତି। ଏହା ମଧ୍ୟ ଡ୍ରାମା ଅଟେ। ଯୋଉ କହୁଛନ୍ତି ଅବତାର, ଯୋଉ କହୁଛନ୍ତି କାଷ୍ଠ ପାଷାଣ ତରୁତୁନେ ସବୁରି ଗୋଟେ ନାରୀ। ସତରେ କଣ କାଠ ପାଷାଣରେ କଣ ଭଗବାନ ଅଛନ୍ତି? ସେଇଟା ଭୁଲ। ସେଇ କଥାଟା ଆଜି କହୁଛନ୍ତି।